ଜହ୍ନି ଓଷା ଏହା ଓଡ଼ିଶାରେ ପାଳିତ ଏକ ଓଷା। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଓଷାରେ କୁମାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଏବଂ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ। ମାସ ସାରା ଅପରାହ୍ନରେ ଜହ୍ନି ଫୁଲ ଫୁଟିବା ପରେ କୁମାରୀମାନେ ତୁଳସୀ ମୂଳରେ ରଖି ପୂଜା କରନ୍ତି। ଏଥିରେ ଲିଆ, କାକୁଡ଼ି, କଦଳୀ, ବିଭିନ୍ନ ଫଳ ନେଇ ପୂଜା କରାଯାଏ। ଗୀତ ବୋଲି ହୁଳହୁଳି ଦେଇ ସନ୍ଧ୍ୟାବେଳେ କୁମାରୀମାନେ ତୁଳସୀ ମୂଳରେ ଏହି ପୂଜା କରନ୍ତି। ସନ୍ଧ୍ୟାବେଳେ ଜହ୍ନି ଫୁଲ ଅନ୍ୟ ଫୁଲରେ କଳସ ରଖି ପୂଜା କରନ୍ତି। ତୁଳସୀ ମୂଳରେ ଗୀତ ବୋଲି ଜହ୍ନି ଫୁଲର ଆଞ୍ଜୁଳା ଦିଅନ୍ତି। ମାସ ସାରା ଏହି ଓଷା କରି ନ ପାରିଲେ ମଧ୍ୟ ପୂର୍ଣ୍ଣିମାର 5 ଦିନ ଆଗରୁ ମଧ୍ୟ ଏହି ଓଷା କରିହୁଏ। କୁଆଁରୀ ଝିଅମାନଙ୍କ ପାଇଁ ଏହା ଏକ ଖୁସି। ଏମାନେ ମଜା କରନ୍ତି, ପୁଚି ଖେଳନ୍ତି। ଦୀନକୃଷ୍ଣଙ୍କ ଦ୍ୱାରା ରଚିତ ଜହ୍ନି ଓଷା ପାଠ କରାଯାଏ। ଲିଆ, ଉଖୁଡ଼ା, ଖଇ ତୁଳସୀ ମୂଳରେ ପୂଜା କରାଯାଏ। ଦେହରେ ଯାହା ବ୍ୟାଧି ରୋଗ ଥିଲେ ମଧ୍ୟ ଏହି ଓଷା କଲେ ଭଲ ହୋଇଯାଏ ବୋଲି ବିଶ୍ୱାସ କରାଯାଏ। ପବିତ୍ର କୁଆଁର ପୂର୍ଣ୍ଣିମା ଦିନ କୁଆଁରୀ କନ୍ୟାମାନେ ଜହ୍ନି ଓଷା ବ୍ରତ ପାଳନ କରିଥାନ୍ତି ବା ଉଦ୍ଯାପନ କରିଥାନ୍ତି। ଜହ୍ନ ଆଉ ଜହ୍ନି ଫୁଲର ଅପୂର୍ବ ସମ୍ପର୍କ। ସେହି ଅପୂର୍ବ ସମ୍ପର୍କ କଥାକୁ ନେଇ ପବିତ୍ର କୁଆଁର ପୂର୍ଣ୍ଣିମା ବା ଆଶ୍ୱିନ ପୂର୍ଣ୍ଣିମା ଦିନ କୁଆଁରୀମାନେ ଦୀର୍ଘ 1 ମାସ ଧରି ଏହି ବ୍ରତକୁ ପାଳନ କରିଥାନ୍ତି। 1 ମାସ ଧରି ଅନୁଷ୍ଠିତ ହେଉଥିବା ଜହ୍ନି ଓଷାର ଶେଷ ପର୍ବ ଭାବରେ କୁଆଁର ପୂର୍ଣ୍ଣିମା ଦିନ ରାତ୍ରରେ ଚନ୍ଦ୍ର ଦେବତାଙ୍କ ଉଦ୍ଦେଶ୍ୟରେ କୁମାରୀମାନେ ଆଞ୍ଜୁଳା ଟେକି ସାରିବା ପରେ ଏବଂ ଚାନ୍ଦ ଚକଟା ଭୋଗ ଖାଇସାରିବା ପରେ ଜହ୍ନି ଓଷା ବ୍ରତର ଉଦ୍ଯାପନ କରିଥାନ୍ତି। ସକାଳେ କୁଆଁରୀ କନ୍ୟାମାନେ ଜହ୍ନି ଓଷାରେ ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳି ଟେକିଥାନ୍ତି। 7 ପ୍ରକାର ଫଳ କୁଆଁର ପୂର୍ଣ୍ଣିମା ଦିନ ଅର୍ପଣ କରିଥାନ୍ତି। ବାକି ମାସ ସାରା ଯାହା ସମ୍ଭବ ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି, ଯାହାକୁ ଆଞ୍ଜୁଳି ଟେକା ବୋଲି ମଧ୍ୟ କୁହାଯାଏ। ତୁଳସୀ ଦେବୀଙ୍କ ଉଦ୍ଦେଶ୍ୟରେ ନାଲି ରଙ୍ଗର ଶାଢ଼ୀ ଓ ଚୁଡ଼ି ଅର୍ପଣ କରନ୍ତି। ମା ବୃନ୍ଦାବତୀଙ୍କୁ ହିନ୍ଦୁ ଧର୍ମରେ ଦେବୀ ରୂପରେ ମନାଯାଏ। ଏହି ଓଷା କଲେ କୁଆଁରୀ କନ୍ୟାମାନେ ଭଲ ବର ଓ ଗୁଣସମ୍ପନ୍ନ ସ୍ୱାମୀ ପାଆନ୍ତି ବୋଲି ବିଶ୍ୱାସ କରାଯାଏ। ପଞ୍ଚମୁରୁଜ ଦେଇ ଫଳମୂଳ ଦେଇ ଏହି ଜହ୍ନି ଓଷା ପୂଜା କରାଯାଏ। ଶେଷରେ ଜହ୍ନି ଓଷା ବହି ପାଠ କରାଯାଏ। ସକାଳେ 7 ପ୍ରକାର ଫଳ ଦେଇ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ସନ୍ଧ୍ୟାରେ ଜହ୍ନି ଫୁଲ ଓ ଫଳ ନେଇ ମା ବୃନ୍ଦାବତୀ ପାଖରେ ପୂଜା କରାଯାଏ। ଏହି ଦିନ ବିଶେଷ ଭୋଗ ରହିଛି, ତାହା ହେଲା ଚାନ୍ଦ ଚକଟା ଭୋଗ। 16 ପ୍ରକାର ଜିନିଷ ନେଇ ଏହି ଭୋଗ କରାଯାଏ। ମହୁ, କଦଳୀ, ଖଇ, ନଡ଼ିଆ, ଛେନା, ଦହି, କ୍ଷୀର, କାକୁଡ଼ି, ଅଦା, ତାଳସଜ, ସେଓ, ଚିନି, ଗୋଲମରିଚ ଗୁଣ୍ଡ, ଗଜାମୁଗ ଏହାକୁ ନେଇ ଏହି ଚାନ୍ଦ ଚକଟା ଭୋଗ କରାଯାଏ। ପୂର୍ଣ୍ଣଚନ୍ଦ୍ରକୁ ଦେଖି ଏହି ଭୋଗ କରି ସାରିଲା ପରେ ଏହାକୁ କୁଆଁରୀ କନ୍ୟାମାନେ ଖାଇଥାନ୍ତି। ଏହିପରି ଭାବରେ ଜହ୍ନି ଓଷା ବ୍ରତ ପାଳନ କରାଯାଏ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।